ଆଜ୍ଞା କଣ କରୁଛନ୍ତି? ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ। ଖରା ନାହିଁ, ଟିକେ ଖାଇକିରି ଏଠି ବସିଛି। ଦେଖୁଛି ଏ ପିମ୍ପୁଡ଼ି ମାନେ କେତେ ସୁନ୍ଦର ଭାବରେ ଖାଦ୍ୟ ନେଇକି ତାଙ୍କ ଘରେ ରଖୁଛନ୍ତି। ସେ ଆମକୁ ଗୋଟେ ଶିକ୍ଷା ଦେଉଛନ୍ତି ଆଜ୍ଞା, କ'ଣ ଜାଣିଛନ୍ତି? ଆମେ ସବୁ ଛୋଟ ଛୋଟ ପିମ୍ପୁଡ଼ି ଭାଇ, ଛୋଟ ଛୋଟ ପିମ୍ପୁଡ଼ି ଭାଇ, ଖାଦ୍ୟ ନେଉଛୁ ଆମେ ମୁହଁରେ ବୋହି। ଯଦି 2 ଦିନ ହବ ବରଷା ଝଡ଼ି, ଘରୁ ତ ଆମେ ନ ପାରିବୁ ଗୋଡ଼ କାଢ଼ି। ଯଦି 2 ଦିନ ହବ ବରଷା ଝଡ଼ି, ଘରୁ ତ ଗୋଡ଼ ଆମେ ନ ପାରିବୁ କାଢ଼ି। ତେଣୁ ସେ ଖାଦ୍ୟ ରଖି ଘରେ ଖାଇବୁ ଆମେ ସମସ୍ତେ ରହି। ଆମେ ସବୁ ଛୋଟ ଛୋଟ ପିମ୍ପୁଡ଼ି ଭାଇ, ଶୁଣ ଶୁଣ ସୁଧୀଜନ ଦେଇ ମନ କର୍ଣ୍ଣ, ସତ ଉପାୟରେ ଧନ କର ଉପାର୍ଜନ। ଶୁଣ ଶୁଣ ସୁଧୀଜନ ଦେଇ ମନ କର୍ଣ୍ଣ, ସତ ଉପାୟରେ ଧନ କର ଉପାର୍ଜନ। ସେ ଧନକୁ କିଛି ଖାଇ ସଞ୍ଚିବ ଭାଇ, ବୁଢ଼ା ବୁଢ଼ୀ ହେଇଗଲେ ତାକୁ ଖାଇବ ଘରେ ରହି। ତେଣୁ ଆମକୁ ସେମାନେ ପିମ୍ପୁଡ଼ିମାନେ ଶିକ୍ଷା ଦେଉଛନ୍ତି, ସତ ଉପାୟରେ ଧନ ଉପାର୍ଜନ କର ଏବଂ କିଛି ଖାଅ ଏବଂ ସଞ୍ଚିତ କର, ସଞ୍ଚୟ କର। ବନ୍ଧୁବାନ୍ଧବ ଆପଦ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ ସହାନୁଭୂତି କରି ଆଉ ଯାହା ରହିଲା ସଞ୍ଚୟ କର। ବାର୍ଦ୍ଧକ୍ୟ ହୋଇଗଲେ, ବୁଢ଼ା ବୁଢ଼ୀ ହୋଇଗଲା ପରେ ସେଇ ଧନ କାମରେ ଲାଗିବ। ଆପଣମାନେ ଯେତେବେଳେ ନ ପାରିବେ ସେଇ ଖାଦ୍ୟ ଖାଇ ଆପଣ ଜୀବନ ଅତିବାହିତ କରିବେ। ତେଣୁ ଆମମାନଙ୍କଠୁ ଶିକ୍ଷା ଗ୍ରହଣ କର ହେ ମାନବଗଣ। ପ୍ରଭୁ ଜୟ ଜଗନ୍ନାଥ, ହରେ କୃଷ୍ଣ, ଜୟ ଗୋବିନ୍ଦ। ପିମ୍ପୁଡ଼ିମାନଙ୍କଠୁ ଆମେ ଶିକ୍ଷା ନେଉଛେ। ହରେ କୃଷ୍ଣ, ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।